ମାନେ ହେଉଛନ୍ତି କଞ୍ଚା ମାଟିର ପିଣ୍ଡୁଳା ସଦୃଶ କୁମ୍ଭାର ମାଟିକୁ ବିଭିନ୍ନ ଆକୃତି ଦେବା ଭଳି ପିଲାଙ୍କ ପ୍ରତିଭାକୁ ବୁଝି ନିରନ୍ତର ପ୍ରୟାସ କଲେ ସେମାନଙ୍କର ବିକାଶ ସମ୍ଭବ ହୋଇପାରିବ। ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ମହକ ଉତ୍ସବ 2024 ଉଦ୍ଘାଟନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଏବଂ କହିଛନ୍ତି ଯେ ପିଲାମାନଙ୍କ ପ୍ରତିଭାର ବିକାଶ ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଯେଉଁଭଳି ପିଲାମାନେ ଆଗକୁ ଯାଇପାରିବେ ସେଥିପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କେଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଆମେ ସ୍କୁଲ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଅର୍ଥ ପ୍ରାବଧାନ ପ୍ରଶିକ୍ଷକ ଇତ୍ୟାଦି ସୁବିଧା ପ୍ରଦାନ କରିବା ପାଇଁ ଏବେ ସ୍ୱତନ୍ତ୍ର ଭାବରେ ଆମ ସରକାର ମଧ୍ୟ ନିଶ୍ଚିତ ନେଇଛନ୍ତି ଏବଂ ଏ ଦିଗରେ ନିରନ୍ତର ଭାବରେ ସଠିକ ଢଙ୍ଗରେ ଏ କ୍ରୀଡ଼ା ବିଭାଗର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଆମ ପିଲାମାନେ କିଭଳି ଭାବରେ ଆଗାମୀ ଦିନରେ ଆମର ଭବିଷ୍ୟତ ଏବଂ ସେହି ଆଧାରରେ ସେମାନେ ଆଗକୁ ଯାଇପାରିବେ ସେଥିପାଇଁ ରାସ୍ତା ପ୍ରଶସ୍ତ ହେଉଛି ଏବଂ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଆମ ସମସ୍ତଙ୍କର ଦାୟିତ୍ୱ ଅଛି ଏବଂ ନୈତିକ କର୍ତ୍ତବ୍ୟ ମଧ୍ୟ ଅଛି। ଆଉ ସେଥିପାଇଁ ଆଜି ଆମର ଉତ୍ସାହ କାର୍ଯ୍ୟକ୍ରମରେ ଯୋଗଦେଇ ଆପଣମାନଙ୍କ ସହିତ ମିଶିବା ଏବଂ ସୁଯୋଗ ପାଇବା ନିଶ୍ଚିତ ଭାବରେ ମୁଁ ଭାରି ଖୁସି ଏବଂ ଉତ୍ସାହିତ ମଧ୍ୟ ଅଛି।